ସମସ୍ତେ କୁହନ୍ତି ପୁଚକା କେମିତି କ୍ରିସ୍ପି ହୁଏ ୟାର। କ୍ରିସ୍ପି ତ ଆମର କେବେ ବି ହଉନି। ଆଳୁ ଆଉ ପାଣି ବନେଇବା ତ ବହୁତ ଇଜି, ବଟ୍ ତା ପୁରୀଟା କେମିତି ବନେଇବା। ତ ଆଜି ଚାଲନ୍ତୁ ମୁଁ ଆପଣଙ୍କୁ କହୁଛି ତାର ପୁଚକାର ପୁରୀର ପଦ୍ଧତି। ଏତେ ଇଜିଲି ମୁଁ ଆପଣଙ୍କୁ ବୁଝେଇଛି ଏଇ ଭିଡ଼ିଓରେ, ଆପଣ କ'ଣ ଛୋଟ ଛୁଆ ବି ଗୋଟେ ବନେଇଦେବ। ଏତିକି ଖାଲି ତାର ମାପ, 3 ଭାଗ ଅଟାକୁ 1 ଭାଗ ସୁଜିରେ ବନେଇ ଦେଖନ୍ତୁ। ଏଇ ପ୍ରୋସେସ୍ ଏଇ ପଦ୍ଧତିରେ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେବି ପୁରା କ୍ରିସ୍ପି, ଯେମିତି ଆପଣ ପ୍ରଥମ ଭିଡ଼ିଓର ଷ୍ଟାର୍ଟିଂରୁ ଦେଖିଲେ କ୍ରିସ୍ପି ପାନିପୁରୀ ସେଇଭଳିଆ ଆପଣଙ୍କୁ ମିଳିବ। ଏତେ ଭଲ ଭଲ ରେସିପି ଦେଲା ପରେ ବି ପ୍ଲିଜ୍ ଆପଣ ଟିକେ ସବସ୍କ୍ରାଇବ୍ କରନ୍ତୁ। ଆଉ ଯେଉଁ ଭିଡ଼ିଓରେ ମୁଁ ସବସ୍କ୍ରାଇବ୍ କରିବା ପାଇଁ କହୁଛି ସେଇ ଭିଡ଼ିଓରେ ହିଁ ଲାଇକ୍ ଆଉ ସବସ୍କ୍ରାଇବ୍ ଆସୁଛି, ଅଦରୱାଇଜ୍ କେଉଁ ବି ଭିଡ଼ିଓରେ ଲାଇକ୍ ଆଉ ସବସ୍କ୍ରାଇବ୍ ଆସୁନି। ପ୍ଲିଜ୍ ଟିକେ ସବସ୍କ୍ରାଇବ୍ କରିଦିଅନ୍ତୁ। ଏଇ ଭିଡ଼ିଓ କ'ଣ ମୁଁ ଆହୁରି ଭଲ ଭଲ ଭିଡ଼ିଓ ନେଇକି ଆସିବି ଆଉ ବହୁତ ହେଲ୍ପଫୁଲ୍ ଇଜି ୱେରେ ଆଣିବି। ଜୟ ଜଗନ୍ନାଥ। ପୁଚକା କେମିତି ଲାଗିଲା, ବନେଇଲେ କି ନାହିଁ କମେଣ୍ଟରେ ଲେଖ।